ଆମେ 4ଟା-5ଟା ବେଳୁ ଧଉଳି ପାଇଁ ବାହାରିଥିଲୁ। ବାହାରିକି ଏଇଠୁ ଆସିକି ବୁଲାବୁଲି କରିକି ମୋ ମାଉସୀ ଝିଅକୁ ନେଇକି ଆସିଥିଲି। ବୁଲାବୁଲି କରିକି ତାପରେ ଚକୋଲେଟ୍ ଫକୋଲେଟ୍ କିଣିକି ମୁଁ ଯାଉଥିଲି। ସମୟ ସେତେବେଳେ 6:30ରୁ 7ଟା ପାଖାପାଖି ଥିଲା। ଆମେ ମୋ ଧଉଳି ଆଉ କେଶର ଯିବା ବାଟରେ ସେଇଠି ଆମେ ଯାଉଥିଲୁ। ଅଧା ବାଟରେ 2ଟା ପୁଅ ଜଙ୍ଗଲ ଭିତରେ 2 ଜଣ ବାହାରିଲେ। ଆମେ ତାଙ୍କୁ କଟ୍ କାଟିକି ଯାଉଥିଲୁ। ସେ ଆମ ଗାଡ଼ି ଆଗକୁ ପଳେଇ ଆସିଲେ। ହଠାତ୍ କିନା ବ୍ରେକ୍ ମାରିଲା, ସେ ଆସିକି ଆମ ଚାବିଟା ନେଇଗଲେ। ଚାବିଟା ବନ୍ଦ କରିଦେଲେ, କହିଲେ ପଇସା ମାଗିଲେ। ଭାଇକୁ ଆମେ ଯେତେବେଳେ କହିଲୁ କି ଆମ ପାଖରେ ପଇସା କିଛି ନାହିଁ, ଭାଇ ସାଙ୍ଗେ ସାଙ୍ଗେ ଆମ ଚାବିଟା ପକାଇଦେଲେ। ତାପରେ ଆମକୁ ଉଠେଇକି ନେଇଗଲେ। ସେଇଠି ଯାଇକି ବେକ ଚିପିଲେ, ପିଟିଲେ, ହାତ ଗାଲ ସବୁଆଡ଼େ ମାରିଲେ। ତାପରେ ଗଞ୍ଜି ଘୋଡ଼େଇ ଦେଲେ। ମୋ ମାଉସୀ ପୁଅ ଝିଅ ତାକୁ ନେଇକି ପଳେଇଲେ ଭିତରକୁ। ତା ସହିତ ମିସବିହେଭ୍ କଲେ। ତାକୁ ତାର ଭିଡ଼ିଓ କଲ୍ 15-20 ମିନିଟ୍ ସେଇଠି ରଖିଲେ। ମୋତେ ବାଡ଼େଇଲେ ଲାଷ୍ଟ ପଥର ଆଣୁଥିଲେ ମାରିବା ପାଇଁ। ମୋ ରୂପା ଚେନ୍, ତାର ସୁନା ଚେନ୍ ନେଇଯାଇଛନ୍ତି। ଆମ ମାରିଲେ, ବହୁତ ମାରିଲେ। ତାକୁ ବି ମାରିଛନ୍ତି। ତା ଗୋଡ଼ ହାତ ସେଇଠି ବାଡ଼େଇକି ମୋତେ ବି ମାରିଛନ୍ତି ପୁରା। ମୋର ବି ମୁହଁରୁ ଆଉ ପିଠି ଯାଇ କିଛି ଅବସ୍ଥା ନାହିଁ। ଆଉ ମୋ ମାଉସୀ ପୁଅ ଝିଅର ତାର ବି ଭିଡ଼ିଓ ରଖିଛନ୍ତି। ଆମକୁ ଏମିତି ଧମକି ଦେଇଛନ୍ତି।